ସାରିବ। ଠେକୁଆ ଆଉ କଇଁଛ ମଧ୍ୟରେ ପ୍ରତିଯୋଗିତା ହେଲା। କୋଉଠି ପ୍ରତିଯୋଗିତା ହେଲା? କାର୍ଯ୍ୟ ଆରମ୍ଭ ହେଲା। ଠେକୁଆ ଆଉ କଇଁଛ ଦୁହେଁ ଦୌଡ଼ିବାକୁ ଲାଗିଲେ। ଠେକୁଆ ତାର ଦୌଡ଼ି ଗଲା। କଇଁଛ ତାର ଧୀରେ ଚାଲେ। କଇଁଛ ଧୀରେ ଚାଲି ଯାଉଛି। ଠେକୁଆ ତାର ଦୌଡ଼ି ଆଗକୁ ଯାଇକି ଦେଖିଲା ଯେ କଇଁଛ ବହୁତ ପଛରେ ଅଛି। ଠେକୁଆ ଯେତିକି ବାଟ ଦୌଡ଼ି ଗଲାଣି କଇଁଛ ତାଠାରୁ ବହୁତ ପଛରେ ଅଛି। ଠେକୁଆ ସେଠୁ କଣ କଲା ନା ଭାବିଲା, କହିଲା ମୁଁ ତ ଏତେ ବାଟ ପଳେଇ ଆସିସାରିଲିଣି, କଇଁଛ ମୋର ଏତେ ପଛରେ ଅଛି ହେଲା। ସିଏ ତ ଧୀରେ ଚାଲିକି ଆସୁ ମୁଁ ଯାଇକି ତ କେତେବେଳେ ପହଞ୍ଚିଯିବି। ତ ଜୋରରେ ଦୌଡୁଛି, ମୁଁ ଯାଇକି ଆଗେ ପହଞ୍ଚିଯିବି। କଇଁଛ ତାର ଧୀରେ ଚାଲିକି ଆସୁଛି। ମୁଁ ଏଠି ଟିକେ ବିଶ୍ରାମ ନେଇଯାଏ ହେଲା। ବିଶ୍ରାମ ନେଇଯାଏ ବୋଲି କହିକି କଣ ହେଇଛି ନା କଇଁଛ ତାର ଠେକୁଆ ତାର କଣ କଲା? ଠେକୁଆ ଗପ ଶୁଣ। ଠେକୁଆ ତାର ଦୌଡ଼ି ଯାଇକି ପଛରେ ରହିଯାଇଛି। କହିଲା କଇଁଛ ଏତେ ପଛରେ ଆସିଛି, ମୁଁ ଟିକେ ଏଠି ବିଶ୍ରାମ ନେଇଯାଏ ହେଲା। ବିଶ୍ରାମ ନବ ବୋଲି କହିକି ତାର ଶୋଇ ପଡ଼ିଛି। କଣ କରୁଛି କଇଁଛ? ଠେକୁଆ ଶୋଇ ପଡ଼ିଛି ଯେ ଆଉ ତାର ନିଦ ଭାଙ୍ଗି ନାହିଁ। କଇଁଛ ତାର ଧୀରେ ଚାଲିକି ଆସି ସେଇ ଗଛ ଯୋଉ ତାଙ୍କର ସ୍ଥିର କରିଥିଲେ ସେଇଠି ବସିଗଲା ହେଲା। ପହଞ୍ଚିଗଲା। ଠେକୁଆ ତାର ଶୋଇଯାଇଛି। କଇଁଛ ତାର ଧୀରେ ଚାଲିକି ଆସିକି ସେଇ ବରଗଛ ପାଖରେ ପହଞ୍ଚିଗଲା। ସିଏ ତାର ବିଜେତା ହେଇଗଲା। ଆଉ ସେ ତାର ଖାଇକି ପଳେଇଲା ହେଲା। ଠେକୁଆର ଆଖି ଖୋଲିଲା ବେଳକୁ କଣ ହେଇଛି ନା କଇଁଛ ତାର ଗଛ ପାଖରେ ପହଞ୍ଚି ତାର ପ୍ରତିଯୋଗିତାରେ ବିଜେତା ହେଇକି ପ୍ରାଇଜ ଦେଇକି ପଳେଇଲା ହେଲା। ଠେକୁଆ ତାର ଶୋଇକି ରହିଛି। ଆଖି ଖୋଲିଲା ବେଳକୁ କଇଁଛ ଯାଇକି ପହଞ୍ଚିକି ପ୍ରାଇଜ ଦେଇକି ପଳେଇ ଯାଇଛି। ଏ ଗପୁରୁ ଆମେ କଣ ଶିଖିଲେ ପିଲାମାନେ? କଣ ଶିଖିଲେ ଗପୁରୁ ଆମେ? ଅଳସୁଆ ହେଲେ ଆମେ କଷ୍ଟ ପାଇବା ହେଲା। ଠେକୁଆ କଣ କଲା? କଇଁଛକୁ ଦୁର୍ବଳ ଭାବିକି ନିଜେ ଅଳସୁଆମି କରିକି ଶୋଇ ପଡ଼ିଲା। ଯାହା ଫଳରେ କି କଇଁଛ ତାର ଉଠିକି ଯାଇକି ପହଞ୍ଚିଗଲା। ପ୍ରତିଯୋଗିତାରେ ଜିତିଗଲା ହେଲା। କେବେ ବି ଆମେ ଅଳସୁଆ ହବା ନାହିଁ, ବୁଝିଲ? ଅଳସୁଆ ହେଇକି ଶୋଇକି ରହିବ ତ ଆଉ କିଏ ଜିତି ଯାଇଥିବ ହେଲା। ତମେ ମୁଁ ଆଜି ପାଠ ପଢିବି, କାଲି ପାଠ ପଢିବି। ତମ କ୍ଲାସରେ ଆଉ ଜଣେ ସିଏ ତାର ଭଲସେ ପାଠ ପଢୁଥିବ, ମନେ ଦେଇକି ସିଏ ଫାଷ୍ଟ ହବ। କ୍ଲାସରେ ଯେକୌଣସି ପ୍ରତିଯୋଗିତା ହବ ସିଏ ତାର ଜିତିଯିବ, ସବୁ ପ୍ରାଇଜ ନେଇଯିବ। ତମେ ଅଳସୁଆ ହେଇକି ବସିକି ରହିଥିବ। ଜୀବନରେ କେବେ ବି ଆମେ ଅଳସୁଆ ହବା ନାହିଁ। ପାଠ ଟାଇମରେ ପାଠ ପଢିବା, ଖାଇବା ଟାଇମରେ ଖାଇବା, ଖେଳ ଟାଇମରେ ଖେଳିବା। ତମେ ଯଦି କହିବ ପାଠ ପଢିବା ଟାଇମରେ ମୁଁ ଟିକେ ଖେଳି ଦେଇକି ଆସିବି, କେମିତି ହବ ସେଇଟା ହେଲା? ପାଠ ଯେତେବେଳେ ପଢିବା କଥା ପଢିବା, ଖାଇବା ଯେତେବେଳେ ଖାଇବା, ଖେଳ ଟାଇମରେ ଖେଳିବା ହେଲା। କେବେ ବି ଅଳସୁଆ ହବା ନାହିଁ। ଆଉ ସବୁବେଳେ କଣ କରିବ? ଘରେ ବଡମାନଙ୍କର କଥା ମାନିବ। ବାପା, ମା, ଜେଜେବାପା, ଜେଜେମା ଯାହା କହିବେ ସେମାନଙ୍କ କଥା ମାନିବା। ସେମାନେ ଗୋଟେ କଥା କହୁଥିଲେ ଆମେ ଶୁଣିବା ନେଇ ପଳେଇ ଆସିବା। କଣ ଏଟା କଣ କୁହାଯାଏ? ଆମେ ତ ବସରେ ଗଲେ ତାଙ୍କୁ କଷ୍ଟ ହବ, କହିବା ପିଲାମାନେ ଆମ କଥା ଶୁଣୁନାହାନ୍ତି। ଆମ ଘର ଲୋକମାନେ